ଆସନ୍ତା ବର୍ଷ ସୁଭଦ୍ରା ଭଉଣୀମାନେ ବ୍ୟବସାୟ ଲାଗି ଇଣ୍ଡୋନେସିଆ ଯିବେ। ଓଡ଼ିଶାର ସାଧବ ପରମ୍ପରା ସହ ଜଡ଼ିତ ଇଣ୍ଡୋନେସିଆର ବାଲି ଗସ୍ତ କରି ସେଠାରେ ବ୍ୟବସାୟ କରିବାର ଲକ୍ଷ୍ୟ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ଆଜି ଉଦ୍ଯାପିତ ହେଉଛି। 12 ଦିନ ବ୍ୟାପୀ ଏହି ମେଳାରେ 5 ଲକ୍ଷରୁ ଅଧିକ ଦର୍ଶକ ବୁଲିଥିବା ସହ 12 କୋଟିରୁ ଅଧିକ ବେପାର ହୋଇଛି। ମେଳାରେ 79ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମେଳାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ସେହିପରି 328 ଜଣ ମହିଳା ବହୁ ପରିମାଣରେ ଉତ୍ପାଦନ ବିକ୍ରୟ କରି ଲକ୍ଷପତି ଦିଦି ଏବଂ 10 ଜଣ ମହାଲକ୍ଷପତି ହୋଇପାରିଛନ୍ତି। ଉଦ୍ୟୋଗୀ ମହିଳାମାନଙ୍କର ପ୍ରୟାସରେ ସୁଭଦ୍ରା ଶକ୍ତି ମେଳାର ଗତ ବର୍ଷ ତୁଳନାରେ ବ୍ୟବସାୟ 2 ଗୁଣ ହୋଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।